ସମସ୍ତଙ୍କୁ ନମସ୍କାର। ଈଶ୍ୱରଙ୍କର ଗୌରବ ପ୍ରଶଂସା ହଉ। ଈଶ୍ୱରଙ୍କର ମହିମା ମାନେ କରିବା। ଈଶ୍ୱର ଆଜି ଆମମାନଙ୍କୁ ସୁନ୍ଦର ସମୟ ଦେଇଛନ୍ତି। ଆମେ ସତ୍ୟତାକୁ ଜାଣିବା ନିମନ୍ତେ ମାନେ ବାକ୍ୟକୁ ଦେଖିବା। ରୋମୀ ପୁସ୍ତକ 3 ପର୍ବର 21 ପଦ ଦେଖିବା। କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି। ହାଲେଲୁୟା। ଈଶ୍ୱରଙ୍କର ପ୍ରଶଂସା ଗୌରବ ବହୁ। ଈଶ୍ୱର ଆଜି ଆମମାନଙ୍କୁ ବାକ୍ୟ ଦ୍ୱାରା କଥା କହୁଛନ୍ତି। ଈଶ୍ୱରଙ୍କର ଆମମାନେ ହୃଦୟକୁ ବୁଝିବା ବାକ୍ୟ ଦ୍ୱାରା। ଆମମାନେ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଆମମାନେ ରାସ୍ତା ଜାଣିପାରିବା, ସତ୍ୟତାକୁ ଜାଣିପାରିବା, ଧାର୍ମିକତା ପାଇପାରିବା। ରୋମୀ ପୁସ୍ତକ 3:21 ପଦ କାହିଁକି ଲେଖା ଅଛି? ଆମମାନେ ଗୋଟେ ପଢ଼ିବା ତାହେଲେ ହେବନି। ଏ ବାକ୍ୟ ଲେଖା ହେଲା କ'ଣ ପାଇଁ? କାହିଁକି ଲେଖା ଅଛି? କିନ୍ତୁ ଏବେ ପୂର୍ବେ କ'ଣ ଥିଲା? ପୂର୍ବେ କ'ଣ ଥିଲା ତାହା ମାନେ ଦେଖିବା। ଆମେ ଉପର ପଦକୁ ଦେଖିବା, 20 ପଦକୁ ଦେଖିବା। କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାଙ୍କ ଛାମରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ମୁଁ ଛୋଟବେଳରୁ ମୁଁ ପବିତ୍ର, ସିଦ୍ଧ, ଭଲ ଲୋକ ହେବା ପାଇଁ, ପାପରୁ ମୁକ୍ତ ହେବା ପାଇଁ ମୁଁ ବ୍ୟବସ୍ଥାକୁ ଶିଖି ଆସିଲି। ଆଜି ମୁଁ ଅନ୍ଧ ଥିଲି। ମୁଁ ଆଜି ଆତ୍ମିକ ଭାବରେ ଅନ୍ଧ ଅଛି କି ନାହିଁ ମୁଁ ତାହା ଜାଣିନଥିଲି। ପ୍ରକୃତିରେ ମୁଁ ଆତ୍ମିକ ଭାବରେ ମୋର କୌଣସି ସେନ୍ସ ନାହିଁ ଏ ବାକ୍ୟକୁ ବୁଝିବା ପାଇଁ କି ନିଜର ସ୍ଥିତିକୁ ଜାଣିବା ପାଇଁ। ଈଶ୍ୱରଙ୍କର ଦୟା ଅନୁଗ୍ରହ ଦ୍ୱାରା ଆଜି ମୁଁ ଏ ବାକ୍ୟକୁ ବିଶ୍ୱାସ କରିବା ଦ୍ୱାରା ମୋର ଆତ୍ମିକ ଚକ୍ଷୁ ପ୍ରଭୁ ଖୋଲିଦେଲେ। ତ 20 ପଦରେ ଯଦି ଦେଖିବା, କାରଣ ବ୍ୟବସ୍ଥାର କ୍ରିୟାକ୍ରମ ଦ୍ୱାରା କୌଣସି ପ୍ରାଣୀ ତାଙ୍କ ଛାମରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ମୁଁ ଆଜି ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି। ଈଶ୍ୱର ମୋ ହୃଦୟରେ ବିଶ୍ୱାସକୁ ଦେଲେ, ମୋ ହୃଦୟରେ ତାଙ୍କର ପ୍ରେମକୁ ସ୍ଥାପନ କଲେ, ତାଙ୍କର ଦୟାକୁ ସ୍ଥାପନ କରିଥିବାରୁ ଧନ୍ୟବାଦ ଦେଉଛି। ଏ ବ୍ୟବସ୍ଥାର ଅନୁଗମନ କରିକି ମୁଁ ଆଜି 2008 ଯାଏ ପହଞ୍ଚିଥିଲି, ଆଉ ମୁଁ ଧାର୍ମିକତାକୁ ପାଇନଥିଲି। କିନ୍ତୁ ମୁଁ 2008 ପରେ ମୁଁ ସତ୍ୟ ମଣ୍ଡଳୀ, ସତ୍ୟ ପାଳକ ଦ୍ୱାରା ମୁଁ ଏ ବିଶ୍ୱାସକୁ ପାଇଲି, ଯାହାକି ଏବ୍ରୀ ପୁସ୍ତକ 10:10 ପଦ। ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଯେହେତୁ ଆମମାନେ ପବିତ୍ରକୃତ ହେଇଅଛୁ। ତା ପୂର୍ବେ ମୁଁ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମୁଁ ଧାର୍ମିକ ଗଣିତ ହେବା ପାଇଁ ଚାହୁଁଥିଲି। କିନ୍ତୁ ମୋତେ କାହିଁକି ବ୍ୟବସ୍ଥା ଧାର୍ମିକ ଗଣିତ କରିପାରିଲା ନାହିଁ? କାରଣ ବ୍ୟବସ୍ଥା ପାଖରେ ପାୱାର ନାହିଁ ମନୁଷ୍ୟକୁ ଧାର୍ମିକତା ଦେବା ପାଇଁ। ମନୁଷ୍ୟ ପାଖରେ ତା ପାଖରେ କୌଣସି ଉତ୍ତମତା ନାହିଁ, ଯଦ୍ୱାରା କି ବ୍ୟବସ୍ଥା ମାନଙ୍କୁ ପବିତ୍ର ସିଦ୍ଧ କରିପାରିବ। ମନୁଷ୍ୟ ମଧ୍ୟ ନିଜର ଚେଷ୍ଟା ଦ୍ୱାରା ପବିତ୍ର କହିପାରିବ। ମନୁଷ୍ୟ ମଧ୍ୟ ନିଜର କ୍ରିୟାକର୍ମ ଦ୍ୱାରା ସେ ଧାର୍ମିକ କହିପାରିବ। ଏହା ଅସମ୍ଭବ। ଏଥିପାଇଁ ବ୍ୟବସ୍ଥା ବିଷୟରେ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ସାକ୍ଷ୍ୟ ଦେଉଛି। ହଁ, ଆଜି ଯୀଶୁଖ୍ରୀଷ୍ଟଙ୍କ ରକ୍ତ ହିଁ ତୁମକୁ ପବିତ୍ର କରିବ, କିନ୍ତୁ ବ୍ୟବସ୍ଥା କେବେ ପବିତ୍ର କରିପାରିବ ନାହିଁ। ଆମେ ରୋମୀ ପୁସ୍ତକ 3:20 ପଦ 21 ପଦ ପଢ଼ିଲୁ। 21 ପଦ ଲେଖା ହେବାର କାରଣ ହେଉଛି 20 ପଦ। କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାଙ୍କ ଛାମରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। କିନ୍ତୁ ଆମମାନେ ବ୍ୟବସ୍ଥାକୁ ସଠିକ୍ ଭାବରେ ନ ବୁଝିକି ଆମ ବ୍ୟବସ୍ଥାର ଅନୁଗମନ କରୁଥିଲୁ, କିନ୍ତୁ ବ୍ୟବସ୍ଥା ଆମମାନଙ୍କୁ ପବିତ୍ର ସିଦ୍ଧ କରିପାରିବ ନାହିଁ, ଏହା ଆମମାନଙ୍କର କୌଣସି ଜ୍ଞାନ ନଥିଲା। କିନ୍ତୁ ଆଜି ଅନେକ ଶିକ୍ଷକମାନେ ଆମମାନଙ୍କୁ ସେହି ପ୍ରକାର ଶିକ୍ଷାକୁ ଦେଇକି ଆସିଲେ, ବ୍ୟବସ୍ଥା ଦ୍ୱାରା ଆମେ ଧାର୍ମିକ ପବିତ୍ର ସିଦ୍ଧ ହେବୁ ବୋଲିକି। କିନ୍ତୁ କେବେ ମଧ୍ୟ ଏ ରାସ୍ତାକୁ ଆମମାନେ ଜାଣିନଥିଲୁ।
ଏ ରାସ୍ତା ହେଉଛି ମିଥ୍ୟା, ଏ ରାସ୍ତା ହେଉଛି ଆମ ଅସମ୍ଭବ ବୋଲିକି, କିନ୍ତୁ ଈଶ୍ୱରଙ୍କର ଗୌରବ ପ୍ରଶଂସା ହେଉ। ଆଜି ଈଶ୍ୱରଙ୍କୁ ମୁଁ ଧନ୍ୟବାଦ ଦେଉଛି। ସତ୍ୟ ବାକ୍ୟ ଦ୍ୱାରା ମୁଁ ଜାଣିପାରୁଛି, ସତ୍ୟ ବାକ୍ୟ ଦ୍ୱାରା ମୁଁ ବିଶ୍ୱାସକୁ ପାଇପାରୁଛି। ଏବେ 21 ପଦ, କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି। ଆମେନ୍। ଆଜି ଆମମାନେ ପୂର୍ବ ବିଶ୍ୱାସ, ପୂର୍ବ ଜୀବନକୁ ଦେଖୁଥିଲୁ। କାରଣ ବ୍ୟବସ୍ଥା ମନ୍ଦ ନୁହେଁ, ବ୍ୟବସ୍ଥା ଆତ୍ମିକ, ବ୍ୟବସ୍ଥା ସିଦ୍ଧ, ବ୍ୟବସ୍ଥା ପାଖରେ କୌଣସି ପାପ ଲୁଚି ରହିବ ନାହିଁ। ବ୍ୟବସ୍ଥା ହେଉଛି ଏହି ପ୍ରକାର ସିଦ୍ଧ, କିନ୍ତୁ ମନୁଷ୍ୟ ପାପର କ୍ରୀତଦାସ। ଏ ଆତ୍ମିକ ବ୍ୟବସ୍ଥାକୁ ଶାରୀରିକ ମନୁଷ୍ୟ ପାଳନ କରିପାରିବ? ଏହା ଅସମ୍ଭବ। ସେଥିପାଇଁ ଆମମାନଙ୍କୁ ବ୍ୟବସ୍ଥାର ଅଧୀନରେ ରଖିକି ଆମମାନଙ୍କୁ କଡ଼ାଇ ନେଉଥିଲେ। କିନ୍ତୁ ଈଶ୍ୱରଙ୍କର ପ୍ରଶଂସା ଗୌରବ ହେଉ। ଈଶ୍ୱର ବର୍ତ୍ତମାନ ଆମମାନଙ୍କୁ ଦୟା ପ୍ରେମ କରିକି ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହର ଅଧୀନରେ ରଖିଲେ। କାହିଁକି? କାରଣ କୌଣସି ପ୍ରାଣୀ ତାଙ୍କ ଛାମୁରେ ଧାର୍ମିକ ଗଣିତ ହେବା ପାଇଁ ବ୍ୟବସ୍ଥାକୁ ଆମେ ୟୁଜ୍ କରିପାରିବା ନାହିଁ। ଶାସ୍ତ୍ର ବି କହୁଛି, ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି। ତାହା କ'ଣ? ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକତା କ'ଣ? ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ କ'ଣ? ରକ୍ତର ଶକ୍ତି, ରକ୍ତର ପ୍ରେମ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ପାଖରେ ପାୱାର ଅଛି ମନୁଷ୍ୟକୁ ମୁକ୍ତ କରିବା ପାଇଁ। ଏଥିପାଇଁ ମୁଁ ଆଶା କରୁଛି ଏ ଅଳ୍ପ ମେସେଜକୁ ଶୁଣିକି ଖୁସି ଆନନ୍ଦିତ ପାଇବେ। ଯୀଶୁଖ୍ରୀଷ୍ଟଙ୍କର ଶରୀର ଏକାଥରକେ ଉତ୍ସର୍ଗିତ ହେବା ଦ୍ୱାରା ସେହି ଇଚ୍ଛାରେ ଆମମାନେ ପବିତ୍ରକୃତ ହୋଇଅଛୁ। ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ ଉତ୍ସର୍ଗିତ ହୋଇନଥାନ୍ତେ, ଯୀଶୁଖ୍ରୀଷ୍ଟଙ୍କର ଶରୀର ଆମମାନଙ୍କୁ ପାଇଁ ଦିଆ ହେଇନଥାନ୍ତା, ତାହେଲେ ଆମମାନେ ଗୋଟେ ଲୋକ ବ୍ୟବସ୍ଥା ଅନୁସାରେ ମରା ଯାଇଥାନ୍ତୁ। କାରଣ ବ୍ୟବସ୍ଥାରେ ଲେଖା ଅଛି ରୋମୀ ପୁସ୍ତକ 3:19 ପଦରେ ଲେଖା ଅଛି। 3:19 ପଦକୁ ଦେଖିବା। ଆଉ ଆମ୍ଭେମାନେ ତ ଜାଣୁ ଯେ ବ୍ୟବସ୍ଥା ଯାହା ଯାହା କୁହେ, ସେହି ସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ। ଆମେନ୍। କାହିଁକି? ଯୀଶୁଖ୍ରୀଷ୍ଟ ଉତ୍ସର୍ଗୀକୃତ, ଯୀଶୁଖ୍ରୀଷ୍ଟ କ୍ରୁଶରେ ମରିବାର ଉଦ୍ଦେଶ୍ୟ ବା ଆବଶ୍ୟକ କ'ଣ ଥିଲା? କାରଣ ଏହି ବ୍ୟବସ୍ଥାର ମୁକ୍ତ କରିବା ପାଇଁ ଆମ୍ଭମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛାଇତ ଆମମାନେ ପବିତ୍ରକୃତ ହୋଇଅଛୁ। ରୋମୀ ପୁସ୍ତକ 3:21 ପଦ କହୁଛି, କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି। ଏହା ଈଶ୍ୱରଙ୍କର ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି। କାହିଁକି? ଯୀଶୁଖ୍ରୀଷ୍ଟ ଯଦି ମରିନଥାନ୍ତେ, ତାହେଲେ ମୁଁ ବ୍ୟବସ୍ଥା ଦ୍ୱାରା ବାଧ୍ୟ ମରା ଯାଇଥାନ୍ତି, ଈଶ୍ୱରଙ୍କର ବିଚାରରେ ମୁଁ ଦଣ୍ଡନୀୟ ହେଇଥାନ୍ତି। ଏଥିପାଇଁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ ଏବେ ବ୍ୟବସ୍ଥା ଦ୍ୱାରା ମୁକ୍ତ ନ କରିକି ଯୀଶୁଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ମୁକ୍ତ କଲେ। ଆମେନ୍। ଈଶ୍ୱରଙ୍କ ଗୌରବ ପ୍ରଶଂସା ହେଉ। ଆଜି ଏ ବ୍ୟବସ୍ଥା ଅଧୀନରେ ଥାଇ ଲୋକମାନେ ଆଜି ଧ୍ୱଂସ ହେବା ପାଇଁ ଯାଉଛନ୍ତି। କାରଣ ବ୍ୟବସ୍ଥା ଆତ୍ମିକ, ଏହା ମାନେ ଜାଣୁ, କିନ୍ତୁ ମୁଁ ପାପର କ୍ରୀତଦାସ। ମୁଁ ବ୍ୟବସ୍ଥାକୁ ପାଳନ କରିପାରିବି ନାହିଁ। ବ୍ୟବସ୍ଥା ଦ୍ୱାରା ମୁଁ ଚାଳିତ ହୋଇପାରିବି ନାହିଁ। ବ୍ୟବସ୍ଥା ପାଖରେ ମଧ୍ୟ ପାୱାର ନାହିଁ ମନୁଷ୍ୟକୁ ମୁକ୍ତ କରିବା ପାଇଁ। ଏହି କାରଣ ପାଇଁ, ଏହି ହେତୁ ଏବେ ବ୍ୟବସ୍ଥା ବ୍ୟତୀତ ଆଉ ଗୋଟେ ରାସ୍ତା ଆମମାନଙ୍କ ପାଇଁ ପ୍ରସ୍ତୁତ ହେଲା। ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କର ରକ୍ତ, ଯୀଶୁଖ୍ରୀଷ୍ଟଙ୍କର ପ୍ରେମ, ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକତା। ତାହେଲେ ଆମମାନେ ଯଦି ଯୀଶୁଖ୍ରୀଷ୍ଟଙ୍କର ରକ୍ତ ଯଦି ଝରାଇ ନଥାନ୍ତେ, ଯୀଶୁଖ୍ରୀଷ୍ଟଙ୍କର ରକ୍ତ ଯଦି ଆମମାନଙ୍କ ପାଇଁ ଦିଆ ହେଇନଥାନ୍ତା, ତାହେଲେ ନିଶ୍ଚିତ ଭାବରେ ଆମମାନେ ବାକ୍ୟ ଗୋଟେ ଦେଖିବା। ରୋମୀ ପୁସ୍ତକ 5:9 ପଦ, ଅତଏବ ଆହୁରି ସୁନିଶ୍ଚିତ ଯେ
ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର କ୍ରୋଧରୁ ରକ୍ଷା ପାଇବା। ଏ ବାକ୍ୟକୁ ଯଦି ଉଲ୍ଟାଇ ଦେବା, ଅତଏବ ଆହୁରି ସୁନିଶ୍ଚିତ ଯେ ଆମ୍ଭେମାନେ ତାହାଙ୍କ ରକ୍ତ ଦ୍ୱାରା ଯଦି ଧାର୍ମିକ ଗଣିତ ହୋଇନଥାନ୍ତୁ, ତାହେଲେ ବ୍ୟବସ୍ଥା ଦ୍ୱାରା ମରା ଯାଇଥାନ୍ତୁ, ଈଶ୍ୱରଙ୍କର କ୍ରୋଧରୁ ଆମମାନେ ରକ୍ଷା ପାଇନଥାନ୍ତୁ। ଆମେନ୍। ଆଜି ଏ ବାକ୍ୟକୁ ଦେଖନ୍ତୁ। କିନ୍ତୁ ଆଜି ଲମ୍ବା ସମୟ ଧରି ଯେଉଁ ବ୍ୟବସ୍ଥା ଆପଣମାନଙ୍କୁ ନର୍କକୁ ନେଇକି ଯିବ, ଯେଉଁ ବ୍ୟବସ୍ଥା ଆମମାନଙ୍କୁ ମୃତ୍ୟୁକୁ ନେଇକି ଯିବ, ଯେଉଁ ବ୍ୟବସ୍ଥା ଆମମାନଙ୍କୁ କଷ୍ଟ ଦେବ, ଉଦ୍ଧାର କରିପାରିବ ନାହିଁ, ସେ ବ୍ୟବସ୍ଥାକୁ ଆମମାନେ ଅନୁଗମନ କରିକି ଆସିଛୁ। ଭାଇ ଭଉଣୀମାନେ, ବ୍ୟବସ୍ଥା ପାଳନ କରିବା ମନ୍ଦ ନୁହେଁ, କିନ୍ତୁ ବ୍ୟବସ୍ଥା ଦ୍ୱାରା ଆମମାନଙ୍କ ହୃଦୟକୁ ଶୈତାନ କଡ଼େଇକି ନେଉଛି। କିନ୍ତୁ ବ୍ୟବସ୍ଥା ଆତ୍ମିକ, ଏହା ଯୀଶୁଖ୍ରୀଷ୍ଟ ପାଳନ କରିପାରିବେ, ଏହା ଯୀଶୁଖ୍ରୀଷ୍ଟ ସାଧନ କରିପାରିବେ। ଯୀଶୁଖ୍ରୀଷ୍ଟଙ୍କୁ ନ ଦେଖେଇକି ଆଜି ବ୍ୟବସ୍ଥାକୁ ଦେଖାଉଛି ଶୈତାନ। ବ୍ୟବସ୍ଥା ଆତ୍ମିକ। ବ୍ୟବସ୍ଥା କ'ଣ କହିବ? ବ୍ୟବସ୍ଥା କହିବ, ମୁଁ ଧାର୍ମିକ କରିପାରିବି ନାହିଁ, ମୋ ଦ୍ୱାରା ତୁମେ ଚାଳିତ ହୋଇପାରିବ ନାହିଁ, ମୋ ଦ୍ୱାରା ତୁମେ ରକ୍ଷା ପାଇପାରିବ ନାହିଁ, ତୁମେ ଯାଅ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଯାଅ। ବ୍ୟବସ୍ଥାର କାମ ହେଉଛି ଏହା। କିନ୍ତୁ ଶୈତାନ ବ୍ୟବସ୍ଥାକୁ ଦେଖେଇକି, ଉତ୍ତମ ଅଭିଳାଷକୁ ଦେଇକି ସେ ନର୍କ ଆଡ଼କୁ ନେଇକି ଯାଉଛି। ଆଉ ଯୀଶୁଖ୍ରୀଷ୍ଟଙ୍କର ପ୍ରେମକୁ ନ ଦେଖେଇକି ସେ ବ୍ୟବସ୍ଥାକୁ ଦେଖେଇକି ମନୁଷ୍ୟକୁ ପରମେଶ୍ୱରଙ୍କର ପ୍ରେମ ଧାର୍ମିକତାଠାରୁ ଅଲଗା କରିଛି। ଭାଇ ଓ ଭଉଣୀମାନେ, ଆଜି ଆମେ ଯଦି ଦେଖିବା ଆଉ ଗୋଟେ ବାକ୍ୟକୁ ଦେଖିବା, ଏବ୍ରୀ ପୁସ୍ତକ ଦେଖିବା, ଯେ ଆମେ ରୋମୀ ପୁସ୍ତକ 5:9 ଦେଖିଲୁ, ଅତଏବ ଆହୁରି ସୁନିଶ୍ଚିତ ଯେ ଆମେମାନେ ଏବେ ତାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମେ ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା। ଆମମାନଙ୍କର ଚକ୍ଷୁ ବନ୍ଦ ହେଇଥିଲା, ଈଶ୍ୱରଙ୍କର ବାକ୍ୟର ବିଶ୍ୱାସ ଦ୍ୱାରା ଆମମାନଙ୍କର ହୃଦୟ ଖୋଲା ହେଲା, ଆମମାନଙ୍କର ଚକ୍ଷୁ ଖୋଲା ହେଲା। ଆମେ ଯଦି ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହୋଇନଥାନ୍ତୁ, ତାହେଲେ ବ୍ୟବସ୍ଥା ଦ୍ୱାରା ବାଧ୍ୟ ମରା ଯାଇଥାନ୍ତୁ। ବ୍ୟବସ୍ଥା ମୃତ୍ୟୁ ଦିଏ, ବ୍ୟବସ୍ଥା ଧାର୍ମିକ ଦେଇପାରିବ ନାହିଁ। ସେଥିପାଇଁ ରୋମୀ ପୁସ୍ତକ 3:19 କହୁଛି, ବ୍ୟବସ୍ଥା ଯାହା ଯାହା କୁହେ ସେହିସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ସେହିପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ, ସେତିକି ନାହିଁ, ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ। ମନୁଷ୍ୟର ପାଖରେ କୌଣସି ଉତ୍ତମତା ନାହିଁ ଈଶ୍ୱରଙ୍କର ବିଚାରରେ ଠିଆ ହେବ। ଏଥିପାଇଁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରେମ କରି, ଦୟାକରି 21 ପଦକୁ ସ୍ଥାପନ କଲେ। ଏବେ ବ୍ୟବସ୍ଥା ବ୍ୟତୀତ ଯୀଶୁଖ୍ରୀଷ୍ଟଙ୍କ ଶରୀର କୃଷାର୍ପିତ ହୋଇଛି ଆମମାନଙ୍କୁ ପବିତ୍ର କରିବା ପାଇଁ। ମଉସାଙ୍କର ବ୍ୟବସ୍ଥା ବ୍ୟତୀତ ଯୀଶୁଖ୍ରୀଷ୍ଟଙ୍କର ଶରୀର ପ୍ରସ୍ତୁତ ହୋଇଛି ଆମମାନଙ୍କୁ ଧାର୍ମିକ କରିବା ପାଇଁ, ପବିତ୍ର କରିବା ପାଇଁ, ସିଦ୍ଧ କରିବା ପାଇଁ। ଏହା ଆମମାନଙ୍କର ଇଚ୍ଛା ନାହିଁ, ଏହା ହେଉଛି ଯୀଶୁଖ୍ରୀଷ୍ଟଙ୍କର ଇଚ୍ଛା। ଏହା ଆମମାନଙ୍କର ଇଚ୍ଛା ନାହିଁ, ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା। ଆମେନ୍। ଈଶ୍ୱରଙ୍କର ଧନ୍ୟବାଦ, ପ୍ରଶଂସା ହଉ। ଏହିପରି ସୁସମାଚାର ଆଉ କ'ଣ ଅଛି? ଲୋକମାନେ ସୁସମାଚାର ବେଲେ କହିଲେ ଆଜି ମଉସାଙ୍କର ବ୍ୟବସ୍ଥା ପ୍ଲସ୍ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା କହନ୍ତି। ନାହିଁ, ଅନୁଗ୍ରହ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆସିଲା, ବ୍ୟବସ୍ଥା ମଉସାଙ୍କ ଦ୍ୱାରା ଆସିଲା। ମଉସାଙ୍କର ବ୍ୟବସ୍ଥା ଆଉ ଯୀଶୁଖ୍ରୀଷ୍ଟଙ୍କର ପ୍ରେମ, ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ସମାନ ନୁହେଁ। ଭାଇ ଓ ଭଉଣୀମାନେ, ଏ ବିଷୟକୁ ଆପଣମାନେ ଦେଖନ୍ତୁ, ଲମ୍ବା ସମୟ ଧରି ଠକା ଯାଇଛନ୍ତି। ମୁଁ ଆଶା କରୁଛି ଆଉ ଗୋଟେ ବାକ୍ୟକୁ ଦେଖିବା, ରୋମୀ ପୁସ୍ତକ 4:25। ସେହି ଯୀଶୁ ଆମମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ଆମମାନଙ୍କର ପାପ ନିମନ୍ତେ ଆମେ ମରିବାର ଥିଲା, ଆମମାନଙ୍କର ପାପ ନିମନ୍ତେ ଆମେ ଦଣ୍ଡ ପାଇବାର ଥିଲା, ଆମମାନଙ୍କର ପାପ ନିମନ୍ତେ ଆମେ ନର୍କକୁ ଯିବାର ଥିଲା। କିନ୍ତୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ମଉସାଙ୍କ ବ୍ୟବସ୍ଥାର ମଉସାଙ୍କର ବ୍ୟବସ୍ଥା ବ୍ୟତୀତ ଆଉ ଗୋଟେ ଧାର୍ମିକତାକୁ ଦେଲେ, ବା ସେ ଆମମାନଙ୍କୁ ଧାର୍ମିକ କରିବା ନିମନ୍ତେ ଉତ୍ଥାପିତ ହେଲେ। ଏହା ହେଉଛି ବହୁତ ଆଶ୍ଚର୍ଯ୍ୟ। ମୁଁ ଆଶା କରୁଛି ସେହି ଯୀଶୁ ଆମମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଧାର୍ମିକ ଗଣିତ ହେବା ନିମନ୍ତେ ଧାର୍ମିକ ଗଣିତ ହେବା ନିମନ୍ତେ ଯୀଶୁଖ୍ରୀଷ୍ଟ ଉତ୍ଥାପିତ ହେଲେ। ଯୀଶୁଖ୍ରୀଷ୍ଟ କାର୍ଯ୍ୟ କରିବାର ପ୍ରମାଣ ଅଛି, କିନ୍ତୁ ମନୁଷ୍ୟ ପାଖରେ ସେହି ପ୍ରକାର ବିଶ୍ୱାସ ବାହାରି ଆସୁଛି କି ନାହିଁ? ଯଦି ବିଶ୍ୱାସ ବାହାରି ଆସୁନି, ତାହେଲେ ଯୀଶୁଖ୍ରୀଷ୍ଟଙ୍କର ବାଇବେଲକୁ ଧରିକି ଗିର୍ଜାକୁ ଯାଇକି ବିଶ୍ୱାସ କରିବାର ବୃଥା। ପ୍ରକୃତ ବିଶ୍ୱାସ କ'ଣ? ଆମମାନେ ପାପରେ ମରିବାର ଥିଲା, ପାପ ପାଇଁ ନର୍କକୁ ଯିବାର ଥିଲା, କିନ୍ତୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ପାପ ପାଇଁ କୃଷାର୍ପିତ ହେଲେ, ପୁଣି ଆମମାନଙ୍କୁ ଧାର୍ମିକ ଗଣିତ କରିବା ନିମନ୍ତେ ଉତ୍ଥାପିତ ହେଲେ। ଆମମାନେ ପବିତ୍ର, ସିଦ୍ଧ, ଆମମାନେ ଧାର୍ମିକ। ଏହା ଈଶ୍ୱରଙ୍କର
ବିଶ୍ୱାସ ପାଇଥିବା ବିଶ୍ୱାସ, ଈଶ୍ୱରଙ୍କର କାର୍ଯ୍ୟ କରୁଥିବା ବିଶ୍ୱାସ ଆମମାନଙ୍କ ହୃଦୟ ନିମନ୍ତେ ବିଶ୍ୱାସ ଅଟେ। ଏତିକି ମୁଁ କହି ବନ୍ଦ କରିବି।